କାଙ୍କଡ଼ର ରେସିପି ତ ଆପଣମାନେ ବହୁତ ଥର କରି ଖାଇଥିବେ, ହେଲେ ଥରେ ଏମିତି ମୋ ଷ୍ଟାଇଲରେ ଫାଳ ଦିଆ କାଙ୍କଡ଼କୁ ମସଲା ପୁର ଦିଆ ଭଜା ଥରେ କରନ୍ତୁ। ଦେଖନ୍ତୁ ଗରମ ଭାତ ହଉ କିମ୍ବା ପଖାଳ ଭାତ ହଉ ଖାଇବାଟା ପୁରା ଡବଲ ହେଇଯିବ। ନମସ୍କାର, ଦୀପ୍ତିସ୍ ଫୁଡ୍ ଷ୍ଟୁଡ଼ିଓକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜି ନା କାଙ୍କଡ଼ର ଗୋଟେ ଜବରଦସ୍ତ ରେସିପି କରିବା। ସେଥିପାଇଁ ପ୍ରଥମେ କାଙ୍କଡ଼କୁ ଭଲ ରୂପେ ଧୋଇ ସାରିଲା ପରେ ତାର ଦୁଇ ପଟ ସାଇଡ଼କୁ ଏମିତି କାଟିଦେଇ ଏମିତି ତାକୁ ଦୁଇ ଫାଳ କରିକି କାଟିଦେବା। ତାପରେ ଆକୁ କ'ଣ କରିବା ନା ଟିକେ ସିଝେଇବା। ସିଝେଇବା ପାଇଁ ନେଇଯିବା ଆମେ ଟିକେ କରେଇରେ ପାଣି ଯେତେବେଳେ ଟିକେ ଗରମ ହେଇ ଆସିବ କାଟିକି ରଖିଥିବା କାଙ୍କଡ଼କୁ ପକାଇଦେବା। ତାପରେ ପକାଇଦେବା ସ୍ୱାଦ ହିସାବରେ ଲୁଣ, ହଳଦୀ ପାଉଡ଼ର ପକାଇ ସାରିଲା ପରେ ଆକୁ ଟିକେ ସମୟ ଆକୁ ସିଝେଇବାକୁ ଛାଡ଼ିଦେବା। କାଙ୍କଡ଼ ଦେଖନ୍ତୁ ଭଲରେ ପୁରା ଆମର ସିଝି ଆସିଛି। ଯେତେବେଳେ ନା ହାତକୁ ଟିକେ ଧରିଲା ଭଳି ଟିକେ ଥଣ୍ଡା ଲାଗୁଥିବ, ତାପରେ ଗୋଟେ ଛୁରୀ ହେଉ କିମ୍ବା ଗୋଟେ ଚାମଚ ହେଉ ତାରି ମାଧ୍ୟମରେ ହିଁ ଆମେ ଯେଉଁ କାଙ୍କଡ଼ର ମଞ୍ଜିତିକ ସବୁତିକ ଭଲ ରୂପେ ଏମିତି କାଢ଼ିଦେବା। ମଞ୍ଜିକୁ ଆମେ କ'ଣ କରିବା ନା ବାଟିବା। ସେଥିରେ ଆମେ ମିଶାଇ ଦେବା ସୋରିଷ 2 ଚାମଚ, ଜିରା 1 ଚାମଚ, ତାପରେ ଅଦା ଖଣ୍ଡେ, ରସୁଣ ଟିକେ ପକାଇ ଦେଇକି ଭଲରେ ପୁରା ଆକୁ ଚିକଣ କରିକି ପାଣି ଟିକେ ଦେଇକି ବାଟିଦେବା। ବେଶୀ ଆକୁ ବହଳିଆ କିମ୍ବା ବେଶୀ ପାଣିଆ କରିବାନି, ଦେଖନ୍ତୁ ଠିକ୍ ଏତିକି ହିଁ କରିବା। ତାପରେ ଆକୁ ଗୋଟେ ଜାଗାକୁ କାଢ଼ି ସାରିଲା ପରେ ସେଥିରେ ଆମେ ମିଶାଇ ଦେବା ଅଳ୍ପ ଟିକେ ଲୁଣ। ଲୁଣ ଆମେ କାଙ୍କଡ଼ରେ ସିଝେଇଲା ବେଳେ ପକାଇଥିଲେ, ସେଥିପାଇଁ ଟିକେ ଅଳ୍ପ ଟିକେ ଲୁଣ ପକାଇଦେବା। ତାପରେ ହଳଦୀ ପାଉଡ଼ର, ରେଡ଼୍ ଚିଲି ପାଉଡ଼ର, ତାପରେ 1 ଚାମଚ ବେସନ ପକାଇବା। ଆପଣମାନେ 1 ଚାମଚ ବେସନ ହେଉ କିମ୍ବା 2 ଚାମଚ ହେଉ ବେସନ ପକାଇ ଦେଇକି ଭଲରେ ପୁରା ଆକୁ ଘାଣ୍ଟି ସାରିଲା ପରେ ଆମେ ଯେଉଁ କାଙ୍କଡ଼ ଫାଳ କରିକି ରଖିଦେଇଥିଲେ ସିଝେଇକି ତାକୁ ଏମିତି ବୁଡ଼େଇ ଦେବା ଭଲ ରୂପରେ। ଏପଟେ କଡ଼େଇରେ କ'ଣ ହେଲା ନା ଯେତେବେଳେ ଟିକେ ତେଲ ପକାଇଦେବା, ତାପରେ ସୋରିଷ ଏସବୁ ଭଲ ରୂପରେ ଫୁଟିଗଲା ପରେ ଆମେ ଯେଉଁ କାଙ୍କଡ଼କୁ ମସଲା ଦେଇକି ସବୁତିକ ରଖିଥିଲେ ତାକୁ ଏମିତି ପକାଇଦେବା। ପକାଇ ସାରିଲା ପରେ ଗ୍ୟାସ୍ର ଫ୍ଲେମ୍ ମିଡ଼ିୟମ୍ ଟୁ ସ୍ଲୋ ରଖିକି ଆକୁ ଟିକେ କଭର କରିକି ଆମେ ସିଝେଇଦେବା। ଯେହେତୁ କାଙ୍କଡ଼ ଆମର ଭଲ ରୂପରେ ସିଝି ଆସିଛି, ଏସବୁ ସିଝିବା ପାଇଁ ବେଶୀ ସମୟ ଲାଗେନି, କେବଳ ଆମର ଟିକେ ମସଲାଟା ସିଝିବା ପାଇଁ ଯାହା ଟାଇମ୍ ଲାଗିବ। ମସଲା ଦେଖନ୍ତୁ, ତାପରେ ମୁଁ ଉଠେଇକି ଦେଖାଉଛି। ଭଲ ରୂପରେ ଆମେ କ'ଣ କରିବା ନା ଦୁଇ ପଟ ସାଇଡ଼୍ ଏମିତି ଉଲଟେଇ ପୁରା ରେଡ଼୍ ହେଲା ପର୍ଯ୍ୟନ୍ତ ତାକୁ ଭାଜିବା। ଗୋଟେ ପଟ ସାଇଡ଼୍ ଆମର ହେଇଯାଇଛି, ଗୋଟେ ପଟ ସାଇଡ଼୍ ଆମେ ସିଝିବା ପାଇଁ ଏମିତି ଉଲଟେଇ ଦେଇକି ପୁଣି ଥରେ ତାକୁ ଟିକେ ସମୟ ପାଇଁ କଭର କରିଦେବା। ଗୋଟେ ପଟ ସାଇଡ଼୍ ଆମେ ସିଝିବା ପାଇଁ ଟିକେ କଭର କରିଦେବା। ତାପରେ ଦେଖନ୍ତୁ ମୁଁ ଆପଣଙ୍କୁ ଉଲଟେଇକି ଦେଖାଉଛି କେତେ ସୁନ୍ଦର ଦେଖାଯାଉଛି। ଆଉ ଖାଇବା ପାଇଁ ତ ପୁରା ଜବରଦସ୍ତ ଲାଗିଥାଏ। ଯେଉଁମାନଙ୍କର ମସଲା ପ୍ରିୟ ନା ସେମାନେ ଏମିତି କରିକି ଖାଆନ୍ତୁ। ଗରମ ଭାତ ହେଉ କିମ୍ବା ପଖାଳ ଭାତ ହେଉ ଖାଇବାଟା ପୁରା ଡବଲ ହେଇଯିବ। ଆଉ କେମିତି ଲାଗିଲା ଆପଣମାନଙ୍କର ଅନୁଭୂତିକୁ ମୋ ସହିତ ନିଶ୍ଚିନ୍ତ ରୂପରେ ସେୟାର କରନ୍ତୁ। ଯଦି ଆଜିର ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ପ୍ଲିଜ୍ ଲାଇକ୍, ସେୟାର, ସବସ୍କ୍ରାଇବ୍ ଗୋଟେ କରିଦିଅନ୍ତୁ। ନମସ୍କାର।